ଆପଣଙ୍କର ବିବାହର ଦୀର୍ଘ ଦିନ ପରେ ଆପଣ ସନ୍ତାନ ପ୍ରାପ୍ତି ହେଉନାହିଁ କି? ଉତ୍ତମ ଡାକ୍ତରଙ୍କ ପରାମର୍ଶ କ୍ରମେ ମଧ୍ୟ ସନ୍ତାନ ପ୍ରାପ୍ତ ହେଉନାହିଁ କି? ଆପଣଙ୍କର ବାସ୍ତୁ ଦୋଷ ଥାଇପାରେ। ଯଦି ଆପଣଙ୍କ ବାସ୍ତୁରେ ଏ ସୁଦୋଷ ପରିଲିଖିତ ହୁଏ ମଧ୍ୟ ସନ୍ତାନ ହେବାର ଆପଣ ବିଫଳ ଅନୁଭବ କରନ୍ତି। ଯେମିତି ଆପଣଙ୍କର ଘରେ ପ୍ରତ୍ୟହ ଶାଶୁ ବୋହୂ ବା ପୁଅ ବୋହୂଙ୍କ ମଧ୍ୟରେ କଳି ଉତ୍ପନ୍ନ ହେବା, ପୁଅର ଅନ୍ୟତ୍ର ବିବାହ କରିବା ପାଇଁ ବାପଘର ଲୋକ ମଧ୍ୟ ଦେଖିବାକୁ ଚାହିଁବେ, କିମ୍ବା ଏ କଥାକୁ କୋର୍ଟ କଚେରୀ ମଧ୍ୟରେ ଉପସ୍ଥାପନ କରିବା। ତେଣୁ ବାସ୍ତୁରେ ଦୋଷ ଥିଲେ ଆପଣଙ୍କର ସନ୍ତାନ ଆସିବାର ବିଳମ୍ବ ଦେଖାଦିଏ। ଯଥା ଜାତକରେ ଯଦି ମଧ୍ୟ ଦୋଷ ଥାଏ ମଧ୍ୟ ଆପଣ ସନ୍ତାନ ଆସିବା ବିଳମ୍ବ ଦେଖାଯାଏ। ବାସ୍ତୁରେ ଯଦି ପିତୃଦୋଷ ଥାଏ ମଧ୍ୟ ସନ୍ତାନ ଆସିବାରେ ବିଳମ୍ବ ହୁଏ। ତେଣୁକରି ଏ ଦୋଷର ପରିହାର କରିବା ପାଇଁ ଆପଣଙ୍କୁ କେତେଟା ଉପାୟ ଆପଣଙ୍କୁ ଅବଲମ୍ବନ କରିବା ପାଇଁ ହେବ, ହେଲେ ଆପଣ ସନ୍ତାନ ଆସିବା ସଫଳ ହେବ। ପ୍ରଥମେ ଉତ୍ତମ ଡାକ୍ତରଙ୍କ ସହିତ ବୁଝାମଣା କରିବା ଯେ ଆପଣଙ୍କର ବୋହୂରେ ଦୋଷ ଅଛି କିମ୍ବା ପୁଅରେ ଦୋଷ ଅଛି। ଭଲ ଅଭିଜ୍ଞ ଡାକ୍ତରଙ୍କ ସହିତ ଆପଣ ପରାମର୍ଶ କରନ୍ତୁ। ତାପରେ ବାସ୍ତୁ ଦୋଷ ନିରାକରଣ କରନ୍ତୁ। ବାସ୍ତୁ ଦୋଷ ନିରାକରଣ କ'ଣ କରିବା ନା, ଆପଣଙ୍କ ଦେଖିବେ ପିତୃକୋଣ ଯେ ନୈಋତ୍ୟ କୋଣ, ଯଦି ନୈଋତ୍ୟ କୋଣରେ ଆପଣ କିଛି ଦୋଷ ଥାଏ ମଧ୍ୟ ସନ୍ତାନ ଆସିବାରେ ବିଳମ୍ବ ହୁଏ। ଏବଂ ଆହୁରି ମଧ୍ୟ ବୈଦିକ ପଦ୍ଧତିରେ ମଧ୍ୟ ଆପଣ ଚାହିଁଲେ ହେଇପାରିବ। ଯଥାକ୍ରମେ ଆପଣଙ୍କ ଘରେ ବାଲ ଗୋପାଳଙ୍କର ଏକ ମୂର୍ତ୍ତି କିମ୍ବା ଫଟୋ ରଖନ୍ତୁ। ପ୍ରତ୍ୟହ ବାଲ ଗୋପାଳଙ୍କୁ ଆପଣ କ୍ଷୀର ଏବଂ ଲଡ଼ୁ ଭୋଗ ଦିଅନ୍ତୁ। ବାଲ ଗୋପାଳଙ୍କର ସ୍ତୋତ୍ର ମଧ୍ୟ ପାଠ କରନ୍ତୁ। ସ୍ତୋତ୍ରଟି ହେଲା ଓମ୍ ଦେବକୀ ସୁତ ଗୋବିନ୍ଦ ବାସୁଦେବ ଜଗତପତେ ଦେହି ମେ ତନୟ କୃଷ୍ଣ ତ୍ୱାମହଂ ଶରଣଂ ମମ। ପ୍ରତ୍ୟହ ପୁଅ ଏବଂ ବୋହୂ ଯଦି ଏକ ମାଳ ଲେଖା ଜପ କରନ୍ତି ସେ ମଧ୍ୟ ସନ୍ତାନ ପ୍ରାପ୍ତି ହେବାର ଆଶା ଥାଏ। ଆଉ ଆପଣଙ୍କ ବୋହୂ ପ୍ରତ୍ୟେକ ଦିନ ଛୋଟ ଛୋଟ ପିଲାଙ୍କର ଅଇଁଠା ମଧ୍ୟ ଖାଇଲେ, କିଛି ଖାଇବା ପାଇଁ ଦେବା, ତାଙ୍କ ଅଇଁଠା ମଧ୍ୟ ଖାଇଲେ ସନ୍ତାନ ମଧ୍ୟ ଆସିଥାଏ। ଆଉ ଆପଣଙ୍କର ବିଛଣା ଘରେ ଗୋପାଳଜୀଙ୍କର ମଧ୍ୟ ଗୋଟେ ଛୋଟ ଫଟୋ ରଖନ୍ତୁ, ମଧ୍ୟ ସନ୍ତାନ ମଧ୍ୟ ଆସିଥାଏ। ଜୟ ଜଗନ୍ନାଥ।